জীবন জীবিকা বা দেশ প্রেম, কৃষি কি বণিজ পরিবেশ জ্ঞান, জীবন জীবিকা বা দেশ প্রেম, কৃষি কি বণিজ পরিবেশ জ্ঞান, ସବୁରି ହିତରେ ଆମେ ସମର୍ପଣ। ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ, ରେଡିଓ ବାଘା ଯତୀନ। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ରେଡିଓ ବାଘା ଯତୀନ ଗୋଷ୍ଠୀ ବେତାର କେନ୍ଦ୍ର। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 89.6 FM ବ୍ୟାଣ୍ଡରେ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ଉପସ୍ଥାପନା କରିଛନ୍ତି ଅବସରପ୍ରାପ୍ତ ଇତିହାସ ବିଭାଗୀୟ ମୁଖ୍ୟ, ସରକାରୀ ମହାବିଦ୍ୟାଳୟ କୋରାପୁଟ ତଥା IIC ଭୁବନେଶ୍ୱରର ପାଠ୍ୟ ଖସଡ଼ା ନିର୍ଦ୍ଦେଶକ ପ୍ରଫେସର କାମାକ୍ଷୀ ପ୍ରସାଦ ଦାସ। শ্রোতা বন্ধু নমস্কার, ମୁଁ ପ୍ରଫେସର କାମାକ୍ଷୀ ପ୍ରସାଦ ଦାସ, ଅବସରପ୍ରାପ୍ତ ଇତିହାସ ବିଭାଗୀୟ ମୁଖ୍ୟ, ସରକାରୀ ମହାବିଦ୍ୟାଳୟ କୋରାପୁଟ ତଥା IIC ଭୁବନେଶ୍ୱରର ପାଠ୍ୟ ଖସଡ଼ା ନିର୍ଦ୍ଦେଶକ, ରେଡ଼ିଓ ବାଘା ଯତୀନ 89.6 ବେତାର କେନ୍ଦ୍ରରୁ ଆଜିର ଅନୁଚିନ୍ତା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଶୁଣିବା ମୋ ଆଲେଖ୍ୟ ନାରୀଟିଏ ପରିବାରର ମେରୁଦଣ୍ଡ କାହିଁକିର ପ୍ରଥମ ଭାଗ। ବନ୍ଧୁଗଣ, ଗଭୀର ମନୋବଳ ଓ ଆତ୍ମବିଶ୍ୱାସକୁ ପୁଞ୍ଜି କରି କୁଆଁରୀଟିଏ ତା ବୈବାହିକ ଜୀବନକୁ ଆଦରି ନେବା ପୂର୍ବରୁ ବିବାହ ବେଦୀର ପବିତ୍ର ମନ୍ତ୍ରଧ୍ୱନିରେ ନିଜକୁ ସମ୍ପୂର୍ଣ୍ଣ ରୂପେ ରୂପାନ୍ତରଣ କରି ଗୃହସ୍ଥ ଜୀବନରେ ପଦାର୍ପଣ କରେ। ସନାତନୀ ସଂସ୍କୃତିର ଦିବ୍ୟ ପ୍ରଭାବରେ ସେ ଗୃହସ୍ଥ ଆଶ୍ରମରେ ପଦାର୍ପଣ କଲାପରେ ଯେଉଁ ଦାୟିତ୍ୱବୋଧତାକୁ ସଶ୍ରଦ୍ଧା ଓ ସସ୍ନେହରେ ଆପଣେଇ ନିଏ, ତାହା ହିଁ ଯଥାର୍ଥରେ ତାକୁ ପରିବାରର ମେରୁଦଣ୍ଡ ରୂପେ ମାନ୍ୟତା ଦେଇଥାଏ। କାରଣ ପରିବାର ମଧ୍ୟରେ ଗୋଟାଏ ନାରୀର ଏକନିଷ୍ଠ କର୍ତ୍ତବ୍ୟ ପରାୟଣତା ହିଁ ପରିବାରକୁ ପ୍ରଗତି ପଥରେ ଗତି କରାଇଥାଏ। ପରିବାର ମଧ୍ୟରେ ଯାବତୀୟ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନରୁ ଆରମ୍ଭ କରି ପରିବାର ମଧ୍ୟରେ ଥିବା ଶିଶୁ ତଥା ବୃଦ୍ଧ ବୃଦ୍ଧାଙ୍କର ଯାବତୀୟ ଦାୟିତ୍ୱକୁ ସନ୍ତୁଳିତ ରୂପେ ନିର୍ବାହ କରିବା କ୍ଷେତ୍ରରେ ନାରୀର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। ନାରୀର ତ୍ୟାଗ, ଧୈର୍ଯ୍ୟ, ଭାବପ୍ରବଣତା ତା ମଧ୍ୟରେ ଯେଉଁ ଅସୀମ ଶକ୍ତି ପ୍ରବାହକୁ ସୃଷ୍ଟି କରିଥାଏ, ତାହା ହିଁ ସମ୍ଭବତଃ ନାରୀକୁ ଦୃଢ଼ମନା କରି ସଫଳ ପରିବାରଟିଏ ନିର୍ମାଣ କରିବା ପାଇଁ ସହାୟତା ପ୍ରଦାନ କରିଥାଏ। ନାରୀ ମଧ୍ୟରେ ସନ୍ନିବେଶିତ ଥିବା ପ୍ରତିବଦ୍ଧତା ହିଁ ତା ସ୍ଥିତିକୁ ପରିବାର ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରେ। ପ୍ରତ୍ୟେକଙ୍କର ମନକୁ ଚିହ୍ନି ପରିବାର ମଧ୍ୟରେ ସନ୍ତୁଳନ ରକ୍ଷା କରି ସେ ସ୍ୱର୍ଗୀୟ ପରିବେଶକୁ ସୃଷ୍ଟି କରିପାରେ। ତେଣୁ ତ ସେ ନମସ୍ୟା ଏଠି ପରିବାର ମଧ୍ୟରେ ଏକ ସ୍ନେହୋଚ୍ଛଳା ପରିବେଶକୁ ସୃଷ୍ଟି କରିବା କ୍ଷେତ୍ରରେ ନାରୀ ମନର ଭାବପ୍ରବଣତା, ସ୍ଥିରତା ଏବଂ ଯତ୍ନଶୀଳତା ଶକ୍ତିର ଏକ ଅସରନ୍ତି ଉତ୍ସ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୃହ ମଧ୍ୟରେ ଏକ ପ୍ରେମପୂର୍ଣ୍ଣ, ଶାନ୍ତ ଓ ଶୃଙ୍ଖଳିତ ପରିବେଶକୁ ସୃଷ୍ଟି କରିବା କ୍ଷେତ୍ରରେ ଜଣେ ନାରୀର ଭୂମିକା କେତେ ଯେ ଗୁରୁତ୍ୱପୂର୍ଣ୍ଣ, ତାହା ଜଣେ ଅନୁଭବୀ ହିଁ ହୃଦୟଙ୍ଗମ କରିପାରେ। ମାତା ଭୂମିକାରେ ଅବତୀର୍ଣ୍ଣ ହୋଇ ନାରୀଟିଏ ପରିବାର ମଧ୍ୟରେ ଯେଉଁ ମାନବୀୟ ମୂଲ୍ୟବୋଧକୁ ଓ ନୈତିକତାକୁ ବିତରଣ କରେ, ତାହା ସନ୍ତାନ ସନ୍ତତିମାନଙ୍କର ଭବିଷ୍ୟତ ଜୀବନକୁ ଏକ ସକାରାତ୍ମକ ଦିଗରେ ପରିଚାଳନା କରିଥାଏ। ଶିଶୁମାନଙ୍କର ଚରିତ୍ର ଗଠନ କ୍ଷେତ୍ରରେ ନାରୀଟିଏ ପରିବାର ମଧ୍ୟରେ ଯେଉଁ ନିଷ୍ଠା ପ୍ରଦର୍ଶନ କରେ, ତାହା ଦେଶ ତଥା ଜାତି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ତେଣୁ ତ ମା ଭୂମିକାରେ ନାରୀଟିଏ ଶିଶୁର ଆଦ୍ୟ ଚରିତ୍ର ନିର୍ମାତାର ମାନ୍ୟତା ଲାଭ କରିଥାଏ। ନାରୀଟିଏ ପରିବାର ପାଇଁ ତ୍ୟାଗର ପ୍ରତୀକ। ନିଜର ସମସ୍ତ ସୁଖ ସୁବିଧାକୁ ସେ ଜଳାଞ୍ଜଳି ଦେଇପାରେ ପରିବାରର ସୁଖ ପାଇଁ। ଜଣେ ନାରୀର ଆଶାବିହୀନ ଅକ୍ଲାନ୍ତ ପରିଶ୍ରମ ପରିବାର ମଧ୍ୟରେ ସ୍ୱୀକୃତି ଦାବି କରେ ନାହିଁ, ବରଂ
ପରିବାରର ସ୍ୱୀକୃତି ପାଇଁ ସେ ନିଜକୁ ଉତ୍ସର୍ଗ କରିଥାଏ। ସେ ଉତ୍ସର୍ଗ ହିଁ ନାରୀର ଚରିତ୍ରକୁ ମୋହନୀୟ କରି ଗଢ଼ି ତୋଳିଥାଏ ଏବଂ ଏହା ହିଁ ତା ମୋହନୀୟତାକୁ ପ୍ରତିପାଦନ କରେ। ତାହେଲେ ବନ୍ଧୁଗଣ, ଆଜି ପାଇଁ ଏତିକି। ପୁଣି ଆସିବି ଆସନ୍ତା ଅଧ୍ୟାୟରେ। ନମସ୍କାର।